ସାଙ୍ଗମାନେ ଜୟ ଜଗନ୍ନାଥ। ସାଙ୍ଗମାନେ ୱେଲକମ୍ ଟୁ ଅନ୍ନପୂର୍ଣ୍ଣା ହାଣ୍ଡିଶାଳ ଖାଣ୍ଟି ଓଡ଼ିଆ ରୋଷେଇକୁ ଆପଣମାନଙ୍କୁ ସ୍ୱାଗତ। ସାଙ୍ଗମାନେ ଆଜିର ଯେଉଁ ରେସିପି କଖାରୁ ଡଙ୍କ ନୂଆ ପ୍ରକାର ବେସର, ଚାଲନ୍ତୁ ଆପଣମାନଙ୍କୁ ଦେଖେଇବି କେମିତି ବନଉଛି। ଦେଖନ୍ତୁ ମୁଁ କିଛି କଖାରୁ ଡଙ୍କ ନେଇଛି, ଯାହାର ପତ୍ର, ଡେମ୍ଫ ଆଉ ଡଙ୍କ ସବୁ ଏକା ସମାନ ଭାବେ କାଟି ନେଇଛି। ତାପରେ କିଛି ପରିବା ବ୍ୟବହାର କରିଛି, ଯେଉଁଟାକି ପୋଟଳ, ଗାଜର, ଆଳୁ, ଜହ୍ନି, ଅମୃତଭଣ୍ଡା, କଖାରୁ, ଏସବୁ ପରିବା ମୁଁ ବ୍ୟବହାର କରିଛି। ଆପଣ ଚାହିଁଲେ ଅଲଗା କୌଣସି ପରିବା ବି ଆଥିରେ ବ୍ୟବହାର କରିପାରିବେ। ତ ସାଙ୍ଗମାନେ ଚାଲନ୍ତୁ ରେସିପିଟି ଆରମ୍ଭ କରିବା। ତା ପୂର୍ବରୁ ଗୋଟେ ଛୋଟ ଅନୁରୋଧ ସାଙ୍ଗମାନେ, ଯଦି ଚ୍ୟାନେଲରେ ଆପଣମାନେ ନୂଆ, ପ୍ରଥମେ ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିନିଅନ୍ତୁ। ପାଖରେ ଯେଉଁ ବେଲ୍ ଆଇକନ୍ଟା ଅଛି ତାକୁ ପ୍ରେସ୍ କରି ଅଲ୍ ସିଲେକ୍ଟ କରିନିଅନ୍ତୁ। ତ ଚାଲନ୍ତୁ ଷ୍ଟାର୍ଟ କରିନେବା। ଦେଖନ୍ତୁ ମୁଁ ପ୍ରଥମେ କ'ଣ କରିଛି, ଗୋଟେ ହାଣ୍ଡି ଦେହରେ ସବୁ ପରିବା ନେଇଯାଇଛି। କଖାରୁ, ଡଙ୍କ, ଶାଗ, ଡେମ୍ଫ ସବୁ କିଛି ନେଇଯାଇଛି। ତାପରେ କ'ଣ କରିଛି, କିଛି ପାଣି ଦେଇକି ଆକୁ ସିଝିବା ପାଇଁ ବସାଇବା। କିନ୍ତୁ ତା ପୂର୍ବରୁ ଆମେ ଏଇଠି କ'ଣ କରିବା, ଏଠି ଦେବା ସ୍ୱାଦ ହିସାବରେ ଲୁଣ ଆଉ ହଳଦୀ ଗୁଣ୍ଡ। ତ ଯେହେତୁ ମୁଁ ଏଠି ବହୁତ ପ୍ରକାର ପରିବା ବ୍ୟବହାର କରିଛି, ତ ମୁଁ ଏଠି ସେଇ ହିସାବରେ ଲୁଣ ଆଉ ହଳଦୀ ଦେଇଛି। ଆପଣମାନେ ଅଲଗା ଦେଶୀ ଆଳୁ ବି ବ୍ୟବହାର କରିପାରିବେ ଆଉ ସାରୁ ବି ନେଇପାରିବେ। ତ ଏସବୁ ଦେଇକି ଲୁଣ ହଳଦୀ ଦେଇକି ଭଲ ଭାବରେ ପାଣି ଦେଇକି ଗୋଳେଇ ନେଇଛି। ତାପରେ ଟିକେ ଏମିତି ଚାପି ନେଇଛି ସିଝିବା ପାଇଁକି। ତାପରେ ଏଇଠି ଆମେ କ'ଣ କରିବା, ଦେଖନ୍ତୁ କେତେ ପାଣି ଅଛି। ତ ମୁଁ ଏଇଠି ଘୋଡ଼େଇକିରି ଆକୁ ସିଝେଇବା। ଦେଖନ୍ତୁ ମୁଁ କିଛି ସମୟ ଘୋଡ଼େଇ ଦେଇଥିଲି, କେତେ ଭଲସେ ଅଧା ଅଧୁରା ସିଝିଗଲାଣି। ତ ଏବେ ଚାଲନ୍ତୁ ଗୋଟେ ମସଲା ବନେଇବା। ମସଲା ପାଇଁ ସାଙ୍ଗମାନେ ଆମେ ଏଠି କ'ଣ ବ୍ୟବହାର କରିବା, ସୋରିଷ ବ୍ୟବହାର କରିବା। ସାଙ୍ଗମାନେ ଏଇଟା ସୋରିଷ ବାଟଣରେ ବହୁତ ହି ଭଲ ଲାଗେ ଖାଇବା ପାଇଁ। ତ ମୁଁ ପ୍ରଥମେ ଏଠି କିଛି ରସୁଣ ନେଇଛି, ଆଉ ଏଠି ଆମେ ଦେବା ସୋରିଷ ମୁଁ ଏଠି 2 ଚାମଚ ବ୍ୟବହାର କରିଛି। କଳା ସୋରିଷ ବ୍ୟବହାର କରିଛି। ଆପଣ ଚାହିଁଲେ ଧଳା ସୋରିଷ, ହଳଦୀ ସୋରିଷ ବି ନେଇପାରିବେ। ତ ମୁଁ ଏଠି କଳା ସୋରିଷ 2 ଚାମଚ ନେଇଛି। ତାପରେ ମୁଁ କିଛି କାଜୁ ନେଇଛି। ତାପରେ ଏଠି ମୁଁ 2ଟା ଟମାଟୋ ନେଇଛି, ଟିକେ ବଡ଼ ଟମାଟୋ ଅଛି। ତାକୁ ଭଲ ଭାବରେ ଚିକଣିକିରି ବାଟି ନେଇଛି। ଯେତେ ଚିକଣିକି ବାଟିବେ ତା'ର ସ୍ୱାଦ ସେତେ ବଢ଼ିବ। ତ ଏଇଠି ଦେଖନ୍ତୁ ବାଟି ସାରିଲା ପରେ ମୁଁ ଏଇଠି ପରିବା ଯେଉଁ ଆମେ ସିଝାଇବା ପାଇଁ ବସାଇଥିଲେ, ସେ ପରିବା ସିଝା ଦେହରେ ଏ ବାଟଣକୁ ଦେଇଦେଇଛି। ଦେଇକିରି ଟିକେ ପାଣି ଦେଇକି ଗୋଳେଇ ନେଇଛି। ଏଇଠି ପରିବା ଅଧା ସିଝିଥିଲା। ତାପରେ ଏ ବାଟଣ ସାଙ୍ଗରେ ଆଉ ଅଧା ସିଝିବା ସାଙ୍ଗେ ସାଙ୍ଗେ ସୋରିଷ ବାଟଣଟା ବି ସିଝିଯିବ, ଆଉ ତା'ର ସ୍ୱାଦ ବହୁତ ବଢ଼ିଆ ବଢ଼ିଯିବ। ତ ସାଙ୍ଗମାନେ ଭଲ ଭାବରେ ଗୋଳେଇ ନେଇଛି। ଗୋଳେଇ ସାରିଲା ପରେ ଏଇଠି ଆମେ କ'ଣ କରିବା, ଟିକେ ଘୋଡ଼େଇ ଦେବା। ଦେଖନ୍ତୁ 4-5 ମିନିଟ୍ ଘୋଡ଼େଇ ଦେଇଥିଲି। ତାପରେ ଏଠି କିଛି ବଡ଼ି ବ୍ୟବହାର କରିଛି। ବଡ଼ିକୁ ମୁଁ ଭାଜି ନାହିଁ, କଞ୍ଚା ବ୍ୟବହାର କରିଛି। କଞ୍ଚାରେ ଭଲସେ ସିଝିଯିବ, ବେଶୀ ଟାଇମ୍ ଲାଗିବନି। ଆଉ ଯଦି ବଡ଼ି ଗୋଟା ଗୋଟା ରଖିବାକୁ ଚାହୁଁଛନ୍ତି, ଟିକେ ହାଲକାରେ ଭାଜିଦେବେ। ତାପରେ ଦେଖନ୍ତୁ ଏଠି ବଡ଼ି ପକାଇ ସାରିଲା ପରେ ଭଲ ଭାବେ ଗୋଳେଇ ନେଇକି କିଛି ସମୟ ଘୋଡ଼େଇ ଦେବା। 3-4 ମିନିଟ୍ ଆଉ ଘୋଡ଼େଇ ଦେଲେ ସବୁ ଜିନିଷ ଭଲ ଭାବେ ସିଝିବା ସାଙ୍ଗେ ସାଙ୍ଗେ ସ୍ୱାଦ ବି ବଢ଼ିଯିବ। ତ ଏଇଠି ଦେଖନ୍ତୁ 3-4 ମିନିଟ୍ ଘୋଡ଼େଇ ଦେଇଥିଲି, କେତେ ବଢ଼ିଆ ସେ ସିଝିବା ସାଙ୍ଗେ ସାଙ୍ଗେ ବାସ୍ନା ବି ବହୁତ ବଢ଼ିଆ ବାସ୍ନା ଆସିଗଲାଣି। ତ ଏବେ ଆମେ କ'ଣ କରିବା, ଆଉ ଟିକେ ଭଲ ଭାବରେ ଗୋଳେଇ ନେବା। ତ ତଳ ଉପର କରି ଗୋଳେଇ ନେଇଛି। ସବୁ ପରିବା ପୁରା ବଢ଼ିଆ ସେ ସିଝିବା ସାଙ୍ଗେ ସାଙ୍ଗେ କଖାରୁ ଡଙ୍କ, କଖାରୁ ଶାଗ ବି ଭଲ ଭାବରେ ସିଝି ଯାଇଛି। ଆଉ ବାଟଣର ପୁରା ଅଲଗା ପ୍ରକାର ବାସ୍ନା ବି ଆସିଗଲାଣି। ସାଙ୍ଗମାନେ ରେସିପିଟି ଯଦି ଭଲ ଲାଗେ, ଗୋଟେ ଲାଇକ୍ ଆଉ ଗୋଟେ କମେଣ୍ଟ ନିଶ୍ଚିନ୍ତ କରିବେ। ସାଙ୍ଗମାନେ ଡେଲି ଏଇ ଟାଇମ୍ରେ କିଛି ନୂଆ ରେସିପି ଆପଣମାନଙ୍କ ପାଇଁ ନେଇକି ଆସୁଛି, ତ ଦେଖିବାକୁ ଜମାରୁ ଭୁଲିବେନି। ତ ସାଙ୍ଗମାନେ ଚାଲନ୍ତୁ ଏବେ ଆକୁ ଆମେ ଛୁଙ୍କ ଲଗାଇବା। ତ ଛୁଙ୍କ ଲଗାଇବା ପାଇଁ ମୁଁ ଏଠି କ'ଣ କରିଛି, ଗୋଟେ କଡ଼େଇ ନେଇଛି। କଡ଼େଇରେ ଆପଣ ଚାହିଁଲେ ପ୍ୟାନ୍ର ବ୍ୟବହାର କରିପାରିବେ। ତ କଡ଼େଇ ଦେହରେ କିଛି ସୋରିଷ ତେଲ ଦେଇଛି। ଆଉ ସୋରିଷ ତେଲ ଟିକେ ଗରମ ହେଇସାରିଲା ପରେ କିଛି ଶୁଖିଲା ଲଙ୍କା ଦେଇଛି। ତାପରେ କ'ଣ କରିଛି, ତାପରେ ମୁଁ ଏଠି ଜିରା ନେଇଛି। ଜିରା ଛୁଙ୍କ ମାରିଲେ ବହୁତ ହି ଭଲ ଲାଗେ ଖାଇବା ପାଇଁକି। ଆପଣ ଫୁଟଣ ବି ଛୁଙ୍କ ମାରିପାରିବେ, 5 ଫୁଟଣ। କିନ୍ତୁ ଏଠି ବାଟଣ ଯେହେତୁ ଏଠି ମସଲାର ଆମେ ବ୍ୟବହାର କରିଛେ, ତ ଏଠି ଜିରା ଛୁଙ୍କଟା ଭଲ ଲାଗିବ।
तापरे मुझे कौन करठी सबूक फुटीगला भल भाव जीरा तो आम जो सिझे रखी थे ये पकई देछि। सांग मैंने एबे भी किसी सरी नहीं आहरी आगु को बहुत किसी आड कर अच्छी तो ये पकई सारापर सबुजाक परिबा आम भल भाव गोल नवा। सांग मैंने यापर मु गोटे मसला आड करी जोटा कि मैगी मसला बहुत ही भल लगी समस्त को मैगी मसला पकईला ये वीडियोटा शूट हो पारनी लास्ट को आम ये बंद गैस बंद करी मैगी मसला गोटे चामच पकई तो ये मैगी मसला भल भाव पकईकी गोलई देबे आउ 10 मिनट छाड़देवे तापर खावाई रेडी हो सांग मैंने आज ये रेसिपी आपण मानकु केमती लगिला मते कमेंट बॉक्स रे निश्चिंत जनइबे। आज पे एतिकी रहुची। जय जगन्नाथ।